ଚର୍ଚ୍ଚା ମଣ୍ଡେଇ କେଉଁ ଅନାଦି କାଳରୁ ଏହି ଯାତ୍ରା ପ୍ରତିବର୍ଷ ସମୟକ୍ରମେ ପିଢ଼ି ପିଢ଼ି ଧରି ଖୁବ୍ ଧୁମଧାମରେ ପାଳନ ହୋଇ ଆସୁଛି। ପ୍ରତିବର୍ଷ ଲୋକଙ୍କ ଅମଳ ସରିଯିବା ପରେ ପୌଷ କିମ୍ବା ମାଘ ମାସରେ ଅନୁଷ୍ଠିତ ହୋଇଥାଏ ଏହି ଚର୍ଚ୍ଚା ମଣ୍ଡେଇ ବା ଚର୍ଚ୍ଚା ଦଶହରା। ଏହି ପାରମ୍ପରିକ ସାଂସ୍କୃତିକ ଯାତ୍ରାକୁ ଉପଭୋଗ କରିବା ପାଇଁ ଅପେକ୍ଷା କରିଥାନ୍ତି ଅଞ୍ଚଳବାସୀ। ଚର୍ଚ୍ଚା ଦଶହରା ନାଁ ଶୁଣିବା ମାତ୍ରେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଥାଏ। ଏଠାରେ ନୃତ୍ୟ ଗୀତର ତାଳେ ତାଳେ ଏହି ଅଞ୍ଚଳର ସଂସ୍କୃତି ପରମ୍ପରାର ଝଲକ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥାଏ। ଆମେ ଏଠି ବାବା ବୁଢ଼ା ଚାମରିଆଙ୍କର ନିମନ୍ତ୍ରଣ ପାଇକି ଆମର ମାଆକୁ ଧରିକି ଏଠି ମୁଣ୍ଡେଇରେ ଆସିଛୁ। ଆମର ଝୁରିଗାଁ ବ୍ଲକର ଅଧା ଅଧି ଅଛନ୍ତି। ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥାନ୍ତି। ଏ ଗାଁର ପୂଜାରୀ କମିଟି ଗାଁଟିଆ ସମସ୍ତେ ଆଉ ମାଆମାନଙ୍କୁ ସମସ୍ତଙ୍କୁ ସମ୍ମାନ ଦିଅନ୍ତି। ନଡ଼ିଆ ପଣା ପାଣିରେ ମାଆମାନଙ୍କୁ ତାଙ୍କର ପୂଜା ଦିଅନ୍ତି। ତାପରେ ତାଙ୍କର ଯେଉଁଟା ଅଛି ତାଙ୍କ ଗ୍ରାମ ମାଟି ମାଆକୁ ଆଉ ଯେଉଁ ବାବା ଚଉଁରିଆକୁ ସେମାନେ ମେଣ୍ଢା ଛେଲି ବି ପୂଜା ଦିଅନ୍ତି। ଏଠି ଯେଉଁ ଲାଠି ଚୌକି ସେମାନଙ୍କୁ ପଣା ପାଣି ଆଉ ନଡ଼ିଆ ଦିଆଯାଏ। କେଉଁ ଗାଁରୁ ଦେଖ କେଉଁ ଗାଁରୁ ଲାଠି ଆସିଛି, କେଉଁ ଗାଁରୁ ବିମାନ ଆସିଛି, କେଉଁ ଗାଁର କୁର୍ଚି ଆସିଛି, ଏମିତି ସୁନ୍ଦର ବହୁତ ସୁନ୍ଦର ଆନନ୍ଦ ନିଅନ୍ତି ବାବା ଚଉଁରିଆଙ୍କର ମଣ୍ଡେଇରେ। ଆଉ ଦେବାଦେବୀ ମାନେ ବି ଆସିକରି ବାବା ଚଉଁରିଆଙ୍କୁ ସମସ୍ତେ ସାକ୍ଷାତ କରନ୍ତି। ପ୍ରାୟ ସମସ୍ତଙ୍କର ସେଇ ହେଉଛି ବଡ଼ ଦେବତା ଯେତେ ଦେବାଦେବୀଙ୍କର। ଏଠି ସଂସ୍କୃତି ପରମ୍ପରା ଏବଂ କଳାର ଅପୂର୍ବ ମିଳନ ଘଟିଥାଏ। ଚର୍ଚ୍ଚାର ଆରାଧ୍ୟ ଦେବତା ବୁଢ଼ା ଚାଉଁରିଆଙ୍କ ନିମନ୍ତ୍ରଣରେ ବିଭିନ୍ନ ଗ୍ରାମରୁ ଦେବାଦେବୀ ଏହି ଚର୍ଚ୍ଚାଠାରେ ଏକତ୍ରିତ ହୋଇଥାନ୍ତି। ସମସ୍ତ ଦେବାଦେବୀଙ୍କୁ ନେଇ ପୂଜାରୀ ଏବଂ ଗ୍ରାମବାସୀ ଉପସ୍ଥିତ ହୋଇଥାନ୍ତି ଏବଂ ଏକ ଭାବ ଭକ୍ତିଭରା ପରିବେଶ ସୃଷ୍ଟି ହୋଇଥାଏ। ନିମନ୍ତ୍ରିତ ଦେବାଦେବୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ବିଭିନ୍ନ ପ୍ରକାର ଶକ୍ତି ପ୍ରଦର୍ଶନ କରିଥାନ୍ତି। ମୁନିଆ କଣ୍ଟା ଦୋଳିରେ ଝୁଲିବା ସହ କଣ୍ଟା ଚାବୁକରେ ଶରୀରକୁ ଆଘାତ କରିଥାନ୍ତି ଏବଂ ଲୋକଙ୍କୁ ଫୁଲ ଚାଉଳ ଦେଇ ଆଶୀର୍ବାଦ କରିଥାନ୍ତି। ପୂଜା ଏଇଟା ହେଉଛି ଆମର ଚାଉଁରିଆ ବୋଲି କୁହାହେଉଛି, ବୁଢ଼ା ଚାଉଁରିଆ ବୋଲି କୁହାହେଉଛି। ପୂର୍ବରୁ ଆହୁରି କେତେ ବର୍ଷ କରୁଛନ୍ତି ଆମେ ଜାଣିନୁ, ଆମେ ତ ଛୋଟ ଲୋକ। ଆଗରୁ କେତେ ପୂଜା ହେଉଛି ଜାଣିନଥିଲୁ ଏଠି। ଆଉ ବିଭିନ୍ନ ଜାଗାର ଆମ ଲାଠି କୁର୍ଚି ଆସିକରି ଲୋକ ଏଠି ରହୁଛନ୍ତି ଆହୁରି ଇଏ କରି ଯାଉଛନ୍ତି। ଏବେ ଆମର ଆମେ ଅନ୍ୟ ଏରିଆମାନଙ୍କୁ ଡାକୁଛୁ। ତାପରେ ସେ ଦେବୀ ଦେବତା ସବୁ ଆସୁଛନ୍ତି ଏଠି। ଖାଲି ମହାପ୍ରଭୁକୁ ଏରିଆ ଲୋକ ସେ ବଡ଼ ଦେବୀ ବୋଲିକି ସବୁ ମାନିଛନ୍ତି ଆସୁଛନ୍ତି। ଆହୁରି ତାଙ୍କ ମିଶିକରି ତାଙ୍କ ଇଏ କରୁଛନ୍ତି। କେଉଁଠି ନଥିଲା ଆଗରୁ, ଏବେ ଚର୍ଚ୍ଚା ଏରିଆରେ ଏକା ଅଛି। ଚର୍ଚ୍ଚା ଏରିଆରେ ବୋଲି ବଡ଼ ଯାତ୍ରା ବୋଲିକି ସବୁ ଲୋକ ଆସୁଛନ୍ତି, ସବୁ ଲୋକ କରୁଛନ୍ତି। ବର୍ତ୍ତମାନ ତ ଏବେ ବିଭିନ୍ନ ପ୍ରକାର ଚାଲିଛି। ଆଗରୁ ନାଟ ପାଟ ହେଉଥିଲା, ବାସାରେ ପୂଜା ପାଣି ହେଉଥିଲା। ଏବେ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି, ନାଟ ମେଲୋଡ଼ି ପଡ଼ିଯାଉଛି। ଏବେ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ଏହି ଦଶହରା ଦେଖିବା ଲାଗି ବିଭିନ୍ନ ଅଞ୍ଚଳରୁ ଆବାଳ ବୃଦ୍ଧ ଚର୍ଚ୍ଚା ଆସିଥାନ୍ତି। ଏଠି ବଜାର ବସିଥାଏ, ଖୁବ୍ ଭିଡ଼ ଜମିଥାଏ। ଅପରପକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ମଞ୍ଚ ଯୋଗାଡ଼ ହୋଇଥିଲା। ଚଳିତ ବର୍ଷ ମଞ୍ଚରେ ଓଡ଼ିଶାର ଆରାଧ୍ୟ ଦେବ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ଚନ୍ଦନଧାର ଜଳପ୍ରପାତ ଏବଂ ଆଦିବାସୀ ସଂସ୍କୃତିର କୁଟୀର ବେଶ୍ ଆକର୍ଷଣ ଥିଲା। 2 ଦିନ ଧରି ଏହି ପର୍ବ ପାଳନ ହୋଇଥିବା ବେଳେ କଳାହାଣ୍ଡି ଏବଂ ନବରଙ୍ଗପୁର ଅଞ୍ଚଳରୁ ଘୁମୁରା ନାଚ ଏବଂ ବିଭିନ୍ନ ପ୍ରକାର ପାରମ୍ପରିକ ବାଜାବାଜନ ସହ ନୃତ୍ୟ ପରିବେଷଣକୁ ଦର୍ଶକ ଖୁବ୍ ଉପଭୋଗ କରିଥିଲେ। ଝରିଗାଁରୁ ବସନ୍ତ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।